ସତରେ ହଉ ମୁଁ ଜାଣିବାକୁ ପାଇଲି ଯେ ଆପଣ ଘର ଛାଡ଼ିକି ପଳେଇଥିଲେ। ମୁଁ ଯେତେବେଳେ ଚାକିରି ପାଇଁ ଖୋଜୁଥିଲି ସେତେବେଳେ ମୋ ସାଙ୍ଗ ଦିନ ଆସିକି ମୋତେ କହିଲେ ଯେ ମାନସ ଏଭଳି ଗୋଟେ ଚାକିରି ଅଛି ତମକୁ ବମ୍ବେ ଯିବାକୁ ପଡ଼ିବ ସେଠି ବ୍ଲାଇଣ୍ଡ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଟ୍ରେନିଂ ଦିଆଯାଉଛି ଆଉ ତମେ ସେଠି ଟ୍ରେନିଂ ନେଇକି ଆସିଲେ ଏଠି ଓଡ଼ିଶାରେ କିଛି ବ୍ଲାଇଣ୍ଡ ପିଲାଙ୍କୁ ତମେ ପାଠ ପଢ଼ିବ ନା ବ୍ଲାଇଣ୍ଡ ପାଠ ପଢ଼ିବେ ବ୍ଲାଇଣ୍ଡ ଲୋକ ଗୋଟେ ପାଠ ପଢ଼ନ୍ତି ମୁଁ ତ ଏ କଥା କେବେ ଜାଣିନି ତ ମୁଁ ସେଥିପାଇଁ କ'ଣ କଲି ମୁଁ ତାଙ୍କୁ ମନା କରିଲି ମୁଁ ସେ ଚାକିରି କରିବିନି ତାର ଠିକ 8-10 ଦିନ ପରେ ମୁଁ ଆମ ଘରେ ଏଭଳି ଗୋଟେ ପାଟିତୁଣ୍ଡ ହେଇଥିଲା ମାନେ ଏଇ ଯେଉଁ ରୋଜଗାରକୁ ନେଇକି ଟିକେ ମୁଁ ଷ୍ଟ୍ରେସ୍ ମାଇଣ୍ଡରେ ଥିଲି ଘରେ ରହିବାର ନାହିଁ ପଳେଇବା କୁଆଡ଼େ କହିକି ଆସିକି ସେ ଛକ ଉପରେ ମୁଁ ବସିଛି ତ ସେ ସାଙ୍ଗ ସିଆଡ଼ୁ ଦେଖିବାକୁ ଆସୁଛି ମୁଁ କହିଲି, ଇଏ ପିଲା ମୋତେ କହୁଥିଲା ବମ୍ବେ ଯିବା ପାଇଁ ଆଉ କ'ଣ ଗୋଟେ ବ୍ଲାଇଣ୍ଡ ମାନଙ୍କୁ ପାଠ ପଢ଼ିବା ପାଇଁ ତ ମୁଁ ଭାବୁଛି ପାଠ ପଢ଼ା ସିଏ ଯାହା ହଉ ମୁଁ ବମ୍ବେ ପଳେଇବି ଆଉ ତ ଏ ମନୋଭାବ ନେଇକି ତାକୁ ସେଠୁ ଡାକିଲି ମୋ ପାଖକୁ ତ ମୁଁ କ'ଣ କହିଲି ମୁଁ ଯିବି ହାରି ସେ କହିଲେ କାହିଁକି ତମେ ଯିବ ତମେ ତ ମନା କରୁଥିଲ ମୁଁ କହିଲି ତାହେଲେ ମୁଁ ଯାଇପାରିବିନି ନା ହଁ ଯାଇପାରିବ ମୁଁ କହିଲି କେମିତି ନା ଯେଉଁ ପିଲାଟାକୁ ମୁଁ ଅଫର୍ ଦେଇଥିଲି ସେ ପିଲାଟା ନାଁରେ ଟିକେଟ୍ ଅଲରେଡ଼ି କଟା ସରିଛି କିନ୍ତୁ ସିଏ କାଲି ମନା କରିଦେଲା ଯେ ମୁଁ ଯିବି ନାହିଁ ବମ୍ବେ ଯିବି ନାହିଁ ତ ଆଉ ଭଗବାନ ବୋଧେ ତମ ପାଇଁ ଚାକିରିଟା ରଖିଛନ୍ତି ଆଉ ମୁଁ କହିଲି ତାହେଲେ ମୁଁ ପଳେଇବି ଆଉ ନା ସତରେ ଯିବ ମୁଁ କହିଲି ହଁ